ଜୟ ଜଗନ୍ନାଥ ସାର୍ମାନେ ଆଜି କଥା ହେବା ବହୁତ ପିଲାଙ୍କର ବି କମେଣ୍ଟ ଆସିଥିଲା ସାର୍ ଆମର କେତେ ଦିନ ଛୁଟି ମିଳେ ପ୍ରିଭିୟସ୍ର ମୁଁ ଭିଡ଼ିଓର ଯେତେବେଳେ ସାଲାରି ସ୍ଲିପ୍ ସେୟାର କରିଥିଲି ଆମେ ତ ଚାକିରି କରିଛନ୍ତି ଫାର୍ଷ୍ଟ ହେଲା ଦରମା ସେକେଣ୍ଡ ହେଲା ଛୁଟି ଦରମା ବିଷୟରେ ତ ମୁଁ କହିସାରିଛି ସାଲାରି ସ୍ଲିପ୍ ବି ମୁଁ ଆପଣଙ୍କ ସହ ସେୟାର କରିସାରିଛି ଆଜି ଦେଖିବା କେତେ ଦିନ ଛୁଟି ମିଳେ ଆଉ କେଉଁ ମାନେ ଟାଇପ୍ସ ଅଫ୍ ଛୁଟି କେତେଟା ଥାଏ ସେଇ ଛୁଟିମାନଙ୍କର ମାନେ କେତେ ଦିନ ଆମକୁ ମିଳେ ସେଇଟା ଦେଖିବା ଆଉ ତାପରେ ଏବେ ରେଗୁଲାର ଭିଡ଼ିଓ ମୁଁ ଆଣିବି କାହିଁକିନା ବହୁତ ଦିନ ହେଲା ଭିଡ଼ିଓ ଅପଲୋଡ଼ କରିପାରିନଥିଲି ସମୟ ଅଭାବରୁ ଆଜି ଆଜିଠୁ ଆମେ ଭିଡ଼ିଓ ବହୁତ ସାରା ଭିଡ଼ିଓ ଅପଲୋଡ଼ କରିବି ତାପରେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ଆଉ ଯଦି ଏଇ ଫାର୍ଷ୍ଟ ପାର୍ଟର ବା ଯଦି ମୁଁ ସବୁ ଲିଭ୍ କି କଭର୍ କରି ନ ପାରିଲି ତାହେଲେ ସେକେଣ୍ଡ ଭିଡ଼ିଓ ବି ମୁଁ ନେଇକି ଆସିବି ଚାଲନ୍ତୁ ଦେଖିବା ସେ ଭିଡ଼ିଓଟା ଦେଖିବା ତ ଓଡ଼ିଶା ଲିଭ୍ ରୁଲ୍ସ 1966 ହିସାବରେ ଆପଣ କେତେଟା ଲିଭ୍ ରହିଛି ଆଉ ସେଇଟା ଆମେ ଦେଖିବା କାଇଣ୍ଡସ୍ ଅଫ୍ ଲିଭ୍ ଅଣ୍ଡର ଓଡ଼ିଶା ଲିଭ୍ ରୁଲ୍ସ 1966 ଆଣ୍ଡ ଓଡ଼ିଶା ସର୍ଭିସ୍ କୋଡ଼୍ ଓଡ଼ିଶା ସର୍ଭିସ୍ ଦେଖନ୍ତୁ କେତେଟା ଆମର ଲିଭ୍ ରହୁଛି ଆପଣଙ୍କର ରହୁଛି ଆର୍ନ ଲିଭ୍ ରହୁଛି ବା ତାକୁ ଇଏଲ୍ କୁହାଯାଏ ଆଡ଼ିସନାଲ୍ ଆର୍ନ ଲିଭ୍ ହେଉଛି ଆଡ଼ିସନାଲ୍ ଇଏଲ୍ କୁହାଯାଏ ହାଫ୍ ପେ ଲିଭ୍ କମ୍ୟୁଟେଡ୍ ଲିଭ୍ ଲିଭ୍ ନଟ୍ ଡ୍ୟୁ extra ordinary leave, maternity leave, paternity leave, child adoption leave, hospital leave, special disability leave, quarantine leave, study leave, casual leave, half day casual leave. ଦେଖ ଏଇଟା ଯେତିକି ଲିଭ୍ ରହିଛି ସେଥିରେ ଆମର ଇମ୍ପୋର୍ଟାଣ୍ଟ ନାହିଁ ଆପଣଙ୍କୁ ମୋଷ୍ଟଲି 3ଟା ବା 4ଟା ଲିଭ୍ ଆପଣଙ୍କୁ ନିହାତି ସବୁବେଳେ ଦରକାର ସେଇଟା ଆମେ ଦେଖିବା କେଉଁଟା କେଉଁଟା ଆମର ରହିଲା ଇଏଲ୍ ରହିଲା ଆଡ଼ିସନାଲ୍ ଇଏଲ୍ ରହିଲା ଆଉ ସିଏଲ୍ ରହିଲା ସେ 3ଟା ଆମର ଇମ୍ପୋର୍ଟାଣ୍ଟ ରହିଲା ଆଉ ହାଫ୍ ପେ ଲିଭ୍ ବା କମ୍ୟୁଟେଡ୍ ଲିଭ୍ ବି ରହୁଛି ତାପରେ ପିଏଲ୍ କଥା ମୁଁ ଲାଷ୍ଟକୁ କହିବି ପିଏଲ୍ କେତେବେଳେ ମିଳେ ବା କ'ଣ ପିଏଲ୍ କାହିଁ ଦିଆହେଲାନି ପର୍ସନାଲ୍ ଲିଭ୍ ଯେଉଁ କୁହାଯାଏ ସେଟା ପିଏଲ୍ କ'ଣ ପାଇଁ ଦିଆଯାଏନି ଆଉ ଦିଆ ବି ଯାଏ ତ ଏଇଟା ମୁଁ ଲାଷ୍ଟକୁ ଡିସ୍କସନ୍ କରିବି ଆଉ ଚାଲନ୍ତୁ ଆମେ ଦେଖିବା ଇଏଲ୍ କଥା ଆମେ ଫାଷ୍ଟ ଦେଖିବା ଇଏଲ୍ କେତେବେଳେ ମିଳେ ଆଉ କେତେଟା ମିଳେ ସେଟା ଆମେ ଦେଖିବା ଦେଖନ୍ତୁ ଇଏଲ୍ ଓଡ଼ିଶା ଲିଭ୍ ରୁଲ୍ 7 ହିସାବରେ ଆମର ଇଏଲ୍ ଆଡ଼ମିସିବଲ୍ ଟୁ ଏ ପରମାନେଣ୍ଟ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ଇଜ୍ 1/11 ପିରିୟଡ଼ ସ୍ପେଣ୍ଡ ଅନ୍ ଡ୍ୟୁଟି 1/11 ଆପଣ ନିହାତି ଗୋଟେ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ହେବା ଦରକାର ପରମାନେଣ୍ଟ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ଆଉ ସ୍ପେଣ୍ଡ ଅନ୍ ଡ୍ୟୁଟି କରିଥାଏ 1/11 ପିରିୟଡ଼ ତାପରେ ଇଏଲ୍ କେତେଟା ମିଳିବ ଗୋଟେ ମାସର ଇଏଲ୍ ସୁଡ୍ ବି କ୍ରେଡିଟେଡ୍ ଟୁ ଲିଭ୍ ଆକାଉଣ୍ଟ ଏଟ୍ ଦ ରେଟ୍ ଅଫ୍ 2 ହାଫ୍ ଡେଜ୍ ଗୋଟେ ଫର୍ ଇଚ୍ କମ୍ପ୍ଲିଟେଡ୍ ମନ୍ଥ ଅଫ୍ ସର୍ଭିସ୍ ତାମାନେ ଗୋଟେ ମାସର ଆପଣଙ୍କୁ 2 ହାଫ୍ ଇଏଲ୍ ମିଳିବ ଆଉ ସେମିତି ତ ଦିଆଯିବନି ତୁମକୁ 2 ହାଫ୍ 3 ମାନେ 7 ହାଫ୍ ସେମିତି ଦିଆଯାଏନି ଆପଣ ପାଖାପାଖି ଆପଣ ଗୋଟେ ମାସର 2 ହାଫ୍ ମିଳିବ ଆଉ ଗୋଟେ ବର୍ଷର ହିସାବ କରିଦିଅନ୍ତୁ ସେଭଳିଆ 30 ଦିନ ଇଏଲ୍ ଆପଣଙ୍କୁ ମିଳିବ ଗୋଟେ ମାସରେ ଆପଣଙ୍କୁ 30 ଦିନ ମିଳିବ ତାପରେ ଇଏଲ୍ ଦେଲା 30 ଡେଜ୍ বা ଇଏଲ୍ ଇଜ୍ କ୍ରେଡିଟେଡ୍ ଟୁ ଦ ଲିଭ୍ ଆକାଉଣ୍ଟ ଅଫ୍ ଦ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ଇନ୍ ଏଭ୍ରି ଇୟର୍ 2 ଇନଷ୍ଟଲମେଣ୍ଟର ଆପଣଙ୍କୁ ମିଳିବ କେମିତି ନା 1 ଜାନୁଆରୀ ଗୋଟେ ବର୍ଷ ଯଦି ସରିଯିବ ସରିସାରିଲା ପରେ ଆପଣଙ୍କୁ 1 ଜାନୁଆରୀ ମିଳିବ ତାର ପୁଣି 6 ମାସ ହେଲା ଜାନୁଆରୀରୁ ଜୁନ୍ ଯାଏ 6 ମାସ ହେଲା ତାପରେ ପୁଣି କ୍ରେଡ଼ିଟ୍ ହେବ ଆପଣଙ୍କ ଆକାଉଣ୍ଟକୁ 15 ଦିନ ପୁଣି କ୍ରେଡ଼ିଟ୍ ହେବ ଜୁଲାଇର ହିସାବରେ ପୁଣି 15ରୁ ଆମ ଜୁଲାଇରୁ ଡିସେମ୍ବର ହେଇଗଲା ପରେ ପୁଣି ଜାନୁଆରୀ 15 ଦିନ କ୍ରେଡ଼ିଟ୍ ହେବ ସେଇ ହିସାବରେ ଆପଣଙ୍କୁ ଇଏଲ୍ ମିଳେ ତାର ଏକ୍ଜିଷ୍ଟିଂ ମ୍ୟାକ୍ସିମମ୍ ଲିମିଟ୍ ଅଫ୍ ଆର୍ନ ଲିଭ୍ ଇଜ୍ ଏନହାନ୍ସ ଟୁ 300 ଡେଜ୍ ୱିଥ୍ ଇଫେକ୍ଟ ଫ୍ରମ୍ ଏତିକି ଶୁଣ କ'ଣ ହେଇଥିଲା ମାନେ ଇଏଲ୍ କ'ଣ ପାଇଁ ରଖାଯାଏ ବା ମ୍ୟାକ୍ସିମମ୍ ଆପଣ କ'ଣ ଇଏଲ୍ର ଲାଭ ରହିଥାଏ ଯଦି ଆପଣ ଆକାଉଣ୍ଟର କ୍ରେଡ଼ିଟ୍ କରିବା ପାଇଁ ଚାହାନ୍ତି ଆଉ ସେ ତା'ର କ'ଣ ଲାଭଟା କ'ଣ ମିଳିଥାଏ ମାନେ ଇଏଲ୍ ଗଭର୍ଣ୍ଣମେଣ୍ଟ ଅନୁସାରେ ଆପଣ ଯଦି 300 ଦିନ ମ୍ୟାକ୍ସିମମ୍ 300 ଦିନ ଆପଣ ଆକାଉଣ୍ଟର କ୍ରେଡ଼ିଟ୍ କରିଦିଅନ୍ତି ତାହେଲେ ସେତେବେଳେ ଯାହା ଆପଣ ରିଟାୟାରମେଣ୍ଟ ଟାଇମ୍ର ଯାହା ଆପଣଙ୍କର ଥିବ ଆମ କ'ଣ ବେସିକ୍ ଥିବ ସେହି ହିସାବରେ ଆପଣଙ୍କୁ ଦରମାଟା ମିଳିବ ସେତେବେଳେ ଏବେକାର ମିଳିବନି ସେତେବେଳେ ଲାଷ୍ଟର ଯେତିକି ଦିନ 300 ଦିନର ଆପଣ ମିଳିବ ତାପରେ ବି ଗୋଟେ ଡାଉଟ୍ ରହିଥିବ ଯଦି ମୁଁ 400 ଦିନ ଇଏଲ୍ ରଖିଲି 500 ଦିନ ଇଏଲ୍ ରଖିଲି ବା 300ରୁ ଅଧିକ ଦିନ ରଖିଲି ତାହେଲେ ସେଟା ମିଳିବ ନା ନାହିଁ ସେଟା ମିଳିବନି ମ୍ୟାକ୍ସିମମ୍ ଦେଇଛି 300 ଦିନରେ ମିଳିବ
ଆଉ ତା ପୂର୍ବରୁ ଯଦି 200 ଦିନ ଥିବ 200 ଦିନରେ ମିଳିବ, 150 ଦିନ 150 ଦିନ ମିଳିବ, 290 ଦିନ ବା 299 ଦିନ ଥିଲେ ବି ସେ 299 ଦିନର ଆପଣଙ୍କୁ ଯେତିକି ଦିନ କ୍ରେଡ଼ିଟ୍ ରଖିଥିବେ ସେଭିଂ କରିକି ସେତିକି ଦିନର ଆପଣ ସେତେବେଳେ ବେସିକ୍ରେ ମିଳିବ। 301 ଦିନର ମିଳିବନି, ହାଇଏଷ୍ଟ ବା ମ୍ୟାକ୍ସିମମ୍ 300 ଦିନର ଆପଣଙ୍କୁ ଦରମାଟା ମିଳିବ, ଏରିୟର ହିସାବରେ ଆସିବ। ତାପରେ ଦେଲା ଇଏଲ୍ କ୍ୟାନ୍ ବି ଟେକେନ୍ ଅପ୍ ଟୁ 120 ଡେଜ୍। ଏଟା ଏଟ୍ ଏ ଟାଇମ୍ ଆପଣ ଇଏଲ୍ କେତେ ଦିନ ନେଇପାରିବେ? 120 ଦିନ ନେଇପାରିବେ। ତାପରେ ହେଲା ଇନ୍ କେସ୍ ଅଫ୍ ଗଭର୍ଣ୍ଣମେଣ୍ଟ ସର୍ଭିସ୍ କ୍ଲାସ୍ 1 ଷ୍ଟେଟ୍ସ, ଏ ବି ସେଭଳିଆ ଗ୍ରାଣ୍ଟେଡ୍ ହୁଏ 120 ଦିନ, କିନ୍ତୁ 180 ଦିନରୁ ଅଧିକ ହେଇପାରିବେନି। ଇନ୍ କେସ୍ ଅଫ୍ ନେପାଳ ବା ଆଉଟସାଇଡ଼୍ ଅଫ୍ ଇଣ୍ଡିଆ ପାଇଁ ଦିଆଯାଏ। ତାଙ୍କର ବି ଆଉଟସାଇଡ଼୍ ଅଫ୍ ଇଣ୍ଡିଆ, ନେପାଳ ବି ଆମର ଅଛନ୍ତି, ଆମର ନେପାଳ ବି ଆସିକି ଆମ ଓଡ଼ିଶାରେ ବି ଜବ୍ କରୁଛନ୍ତି, ତାଙ୍କ ପାଇଁ ବି ଦିଆଯାଏ। ତାପରେ ହେଲା ରିଭାଇଜ୍ ମେଥଡ଼ ଅଫ୍ କ୍ୟାଲକୁଲେସନ୍ ଅଫ୍ ଲିଭ୍, ଫାଇନାନ୍ସ ଡିପାର୍ଟମେଣ୍ଟ ଦେଲା ଯାଇକି ତ ଲିଭ୍ ଆକାଉଣ୍ଟ ଅଫ୍ ଏ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ସେଲ୍ ବି କ୍ରେଡିଟେଡ୍ ୱିଥ୍ ଆନ୍ ଲିଭ୍ ଇନ୍ ଆଡ଼ଭାନ୍ସ ଇନ୍ ଏଟା ଦେଲା ଦୁଇଟା ଇନଷ୍ଟଲମେଣ୍ଟର ଆପଣଙ୍କ 1 ଜାନୁଆରୀ ଆଉ ଜୁଲାଇରେ ବି ମିଳେ। ତାପରେ ଦେଲା ସେମିତି ଦେଲା ଯେଉଁ କଣ୍ଡିସନ୍ ଦେଇଥିଲା ନମ୍ବର ଅଫ୍ ଆନ୍ ଲିଭ୍ ଏକ୍ସେଡ଼ିଂ ସିଲିଂ ହେଲା। ତାପରେ ଦେଖନ୍ତୁ ଇଏଲ୍ ଲିଭ୍ ଆକାଉଣ୍ଟ, ଇଏଲ୍ ଲିଭ୍ ଆକାଉଣ୍ଟ ଏବେ ଜାଣିବା କିଛି ଦରକାର ନାହିଁ, ଏଇଟା ମନେ ରଖନ୍ତୁ। ଆପଣ ଗୋଟେ ବର୍ଷରେ ଆପଣଙ୍କୁ 30 ଦିନ କ୍ରେଡ଼ିଟ୍ ହେବ, ସେଇ ହିସାବରେ ଆପଣ ଇଏଲ୍ ସାଙ୍କସନ୍ କରିବେ। ଆଉ ତାପରେ ଆପଣଙ୍କର ବି କେତେ ଡାଉଟ୍ ହେବ, ଇଏଲ୍ ବା ଗ୍ରାଣ୍ଟେଡ୍ ଅଥରିଟି କିଏ, ମାନେ ଆମ ଯଦି ବାଟାଲିୟନ୍ର କିଏ ଥାଆନ୍ତି, ବାଟାଲିୟନ୍ କନଷ୍ଟେବଳ ସେ ର୍ୟାଙ୍କ ପର୍ଯ୍ୟନ୍ତ ସେମାନଙ୍କର ଇଏଲ୍ ଆମର ଗ୍ରାଣ୍ଟିଂ ଅଥରିଟି ହେଲା ଆମର କମାଣ୍ଡାଣ୍ଟ ଥିବେ। ତାପରେ ଯଦି ଜିଲ୍ଲାରେ ଥାଆନ୍ତି ତାହେଲେ ଏସ୍ପି ଗ୍ରାଣ୍ଟ କରନ୍ତି। ଇଏଲ୍ କେତେ ଦିନର ଥରେ ନେଇପାରିବେ? ଇଏଲ୍ 6 ମାସର, 6 ମାସ ଆପଣଙ୍କର ଆଭେଲିଂ ଆଉ ଜଏନିଂର 6 ମାସ ପରେ ଆପଣ ଇଏଲ୍ ପୁଣି ଥରେ ଆପଣ ନେଇପାରିବେ। ତାପରେ ଯଦି ଗୋଟେ କ୍ୱେଶ୍ଚନ୍ ଆସିଥାଏ ପିଲାଙ୍କର, ଯଦି ଆମ ଇଏଲ୍ ଯଦି ମୁଁ 30 ଦିନ ନେଇଛି, ମୋର ପୁଣି କାମ ପଡ଼ିଗଲା, ଯଦି ମୁଁ ପୁଣି ସେ ଘରେ ରହିକି କେମିତି ଇଏଲ୍ ମୁଁ ନେଇପାରିବି? ସେମିତି ହେଇପାରିବନି। ଯେତିକି ଦିନ ଗ୍ରାଣ୍ଟ ହେଇଥିବ ସେତିକି, ଯଦି ଆପଣ ରହିଲେ ତାହେଲେ ଭ୍ୟାଲିଡ୍ ଡକୁମେଣ୍ଟ ଦେବେ। କେତେବେଳେ ନା ଯେତେବେଳେ ଆସିଲା ପରେ ସେଇଟା ଇଏଲ୍ କୁହାଯାଏ, ଇଏଲ୍ ଓଭରଷ୍ଟେ, ସେଇଟା ଗୋଟେ ରିପୋର୍ଟ ଯାଏ। ରିପୋର୍ଟ ହେଲା ପରେ ଆପଣ ଭ୍ୟାଲିଡ୍ ଡକୁମେଣ୍ଟ ଆଣିବେ। ଯଦି ଇଏଲ୍ ଆକାଉଣ୍ଟରେ ଆପଣ ଇଏଲ୍ ଥିବେ, ଅଥରିଟି ଚାହିଁଲେ ଆପଣଙ୍କୁ ପୁଣି ସେହି ହିସାବରେ ଆପଣଙ୍କୁ ଇଏଲ୍ ମାନେ ଡିଡକ୍ଟ କରିଦେବେ ଆପଣ ଆକାଉଣ୍ଟରେ। ନହେଲେ ଆପଣଙ୍କୁ ଅଥରିଟି ବି ଯଦି ଇଏଲ୍ ନଥିବ ନୋ ପେ ବି କରିଦିଅନ୍ତି ହିସାବରେ। ତାପରେ ଏତିକି ଇଏଲ୍ ରହିଲା। ଆଉ ତାପରେ ଦେଖନ୍ତୁ, ଯଦି ଆଉ ଇଏଲ୍ର କାହାର ଡାଉଟ୍ ରହିବ ତାହେଲେ କମେଣ୍ଟ ସେକ୍ସନ୍ରେ ବି କହିପାରିବେ ଇଏଲ୍ ଆଉ ଡାଉଟ୍ ହେଲା। ତାପରେ ଆପଣ ହେଲା ଆଡ଼ିସନାଲ୍ ଇଏଲ୍ କେତେ ଦିନ ମିଳେ ନା ଆଡ଼ିସନାଲ୍ ଇଏଲ୍ ଟୋଟାଲି ଆପଣଙ୍କର କେବଳ କାହାକୁ ମିଳେ ନା 15 days ଆଡ଼ିସନାଲ୍ ଇଏଲ୍ ଇନ୍ ଏ ଇୟର୍ ଫର୍ ଡୁଇଂ ଡ୍ୟୁଟି ଅନ୍ ସଣ୍ଡେଜ୍ ଆଣ୍ଡ ପବ୍ଲିକ୍ ହଲିଡେଜ୍ ଏଜ୍ ୱେଲ୍ ଏଜ୍ ଫର୍ ପୁଟିଂ ଦେମ୍ ଇଣ୍ଟୁ ଏକ୍ସଟ୍ରା ଆୱାର୍ସ ଅଫ୍ ଡ୍ୟୁଟି ଅନ୍ ୱାର୍କିଂ ଡେଜ୍। ଏଇଟା କେବଳ ଯେଉଁମାନେ ସଣ୍ଡେରେ କାମ କରନ୍ତି ଆଉ ପବ୍ଲିକ୍ ହଲିଡେରେ କାମ କରନ୍ତି, ପ୍ରାୟତଃ ଆମର ପୋଲିସ୍ ଡିପାର୍ଟମେଣ୍ଟ, ସେଥିପାଇଁ ଆମକୁ 15 ଦିନ ଏକ୍ସଟ୍ରା ଇଏଲ୍ ମିଳେ, ତାକୁ କୁହାଯାଏ ଆଡ଼ିସନାଲ୍ ଇଏଲ୍। ସିଏ ସେମିତି ଆପଣଙ୍କର ଇକ୍ୱିଭାଲେଣ୍ଟ ର୍ୟାଙ୍କ ହେବ ଇନ୍ସପେକ୍ଟର ଅଫ୍ ପୋଲିସ୍। ତାପରେ ହେଲା ଆଡ଼ିସନାଲ୍ ଇଏଲ୍ କେମିତି ମିଳେ ନା ଆପଣଙ୍କର ଆଡ଼ିସନାଲ୍ ଇଏଲ୍ ଇଜ୍ କ୍ରେଡିଟେଡ୍ ଇଣ୍ଟୁ ଆଡ଼ଭାନ୍ସ ଟୁ ଦ ଲିଭ୍ ଆକାଉଣ୍ଟ ଇନ୍ 2 ଇନଷ୍ଟଲମେଣ୍ଟ ଏଟ୍ ଦ କମେନ୍ସମେଣ୍ଟ ଅଫ୍ ଇଚ୍ ହାଫ୍ ଇୟର୍। ସେଟା ବି ଯେମିତି ଇଏଲ୍ ମିଳେ, ଏଟା ବି ଆଡ଼ିସନାଲ୍ ଇଏଲ୍ ସେମିତି ମିଳେ। ଆପଣଙ୍କର ସେମିତି ଗୋଟେ ବର୍ଷର 2ଟା ଇନଷ୍ଟଲମେଣ୍ଟର ଆଡ଼ିସନାଲ୍ ଇଏଲ୍ ଆସେ, ଆଉ ସେଟା 15 ଦିନ। ତାହେଲେ ଟୋଟାଲ୍ ଯଦି ଆମେ ଗୋଟେ ବର୍ଷର ଇଏଲ୍ କାଉଣ୍ଟ କରିବା, ଆଡ଼ିସନାଲ୍ ଇଏଲ୍ ଆମକୁ ଲଗେଇକି, ତାହେଲେ 45 ଦିନ ଆପଣ ଇଏଲ୍ ନେଇପାରିବେ। ଆଉ ଇଏଲ୍ ନେଲା ପରେ ଯଦି ଆପଣଙ୍କର ଏକ୍ସଟ୍ରା ଆଲାଉନ୍ସ କିଛି ଆସୁଥିବ, ଆମର ଯେମିତି ଏସ୍ଓଜିର ଏକ୍ସଟ୍ରା ଆଲାଉନ୍ସ ରହିଲେ ଆପଣଙ୍କର ଇଏଲ୍ ଡିଡକ୍ଟ ହେଇଥାଏ, ନା ଆମର ଏକ୍ସଟ୍ରା ଆଲାଉନ୍ସେସ୍ କିଛିଟା ଡିଡକ୍ଟ ହେଇଥାଏ, ସେଇ ହିସାବରେ କ'ଣ ମିଳେ। କିନ୍ତୁ ମୁଁ କହିଛି ଘର ଭଡ଼ା ହାଉସ୍ ରେଣ୍ଟ କେବେ ଡିଡକ୍ଟ ହୁଏନି, କାହିଁକିନା ହାଉସ୍ ରେଣ୍ଟ ଆମର ତ ମାସିକିଆ ସେ ନେଇଯାଏ, ତେଣୁକରି ହାଉସ୍ ରେଣ୍ଟ ଡିଡକ୍ଟ ହୁଏନି। ସ୍ପେଶାଲ୍ ଆଲାଉନ୍ସ କିଛି ଡିଡକ୍ଟ ହେଇଥାଏ, ସେଥିପାଇଁ ଆର୍ନ ଲିଭ୍ କୁହାଯାଏ। ଏଇଟା 2ଟା ଇଏଲ୍ ଆଉ ଆଡ଼ିସନାଲ୍ ଇଏଲ୍ ଯଦି ବି ଡାଉଟ୍ ଥିବ ତାହେଲେ କମେଣ୍ଟରେ କହିବେ।
ଆଉ ସେଇଟା ମୁଁ କମେଣ୍ଟରେ ବି ରିପ୍ଲାଏ ଦେବି। ତାପରେ ଦେଖନ୍ତୁ ହାଫ୍ ପେ ଲିଭ୍ ଆଣ୍ଡ କମ୍ୟୁଟେଡ୍ ଲିଭ୍, ଏଇଟା ଓଡ଼ିଶା ଲିଭ୍ ରୁଲ୍ ହିସାବରେ 9 ଆସୁଛି। ହାଫ୍ ପେ ଲିଭ୍ ଇଜ୍ କାଲକୁଲେଟେଡ୍ ଏଟା 20 days ଅଫ୍ ଏଭ୍ରି କମ୍ପ୍ଲିଟେଡ୍ ଇୟର୍ ଅଫ୍ ସର୍ଭିସ୍। ହାଫ୍ ପେ ଲିଭ୍ ତ ଜାଣିପାରୁଛନ୍ତି ତା ହିସାବର ଦରମା ଅଧା କୁହାଯାଇଯିବ। ହାଫ୍ ପେ ଲିଭ୍ ଇଜ୍ କାଲକୁଲେଟେଡ୍ କ'ଣ 20 days ଫର୍ ଏଭ୍ରି କମ୍ପ୍ଲିଟେଡ୍ ଇୟର୍ ଅଫ୍ ସର୍ଭିସ୍। 20 ଦିନ ଆପଣଙ୍କୁ କମ୍ପ୍ଲିଟେଡ୍ ଗୋଟେ ବର୍ଷର 20 ଦିନ ମିଳିବ। ହଁ, ହାଫ୍ ପେ ଲିଭ୍ କ୍ୟାନ୍ ବି ଟେକେନ୍ ଆଇଦର୍ ଅନ୍ ମେଡ଼ିକାଲ୍ ସାର୍ଟିଫିକେଟ୍ ଅନ୍ ଏ ପ୍ରାଇଭେଟ୍ ଏଫର୍ସ। ଯଦି କିଛି ମେଡ଼ିକାଲ୍ ସାର୍ଟିଫିକେଟ୍ ଏମର୍ଜେନ୍ସି ପଡ଼େ, ଆପଣଙ୍କର ସିଏଲ୍ ନଥିବ ବା ଇଏଲ୍ ଯଦି ଗ୍ରାଣ୍ଟ ନ ହେଇଥିବ, ତାହେଲେ ହାଫ୍ ପେ ଲିଭ୍ ଆପଣ ଯାଇପାରିବେ। ହାଫ୍ ପେ ଲିଭ୍ କ'ଣ କ୍ୟାନ୍ ବି କନଭର୍ଟେଡ୍ ଇଣ୍ଟୁ ଫୁଲ୍ ପେ ଲିଭ୍ ବାଇ କଲିଂ ଆଜ୍ ଇଟ୍ସ କମ୍ୟୁଟେଡ୍ ଲିଭ୍। ତାମାନେ କାହିଁକି ହାଫ୍ ପେ ଲିଭ୍ ଆମେ ନେବାନି? ହାଫ୍ ପେ ଲିଭ୍ ତ ଜାଣିପାରୁଛନ୍ତି ଅଧା ଦରମା ହେବ, ସେଥିପାଇଁ ତାକୁ କନଭର୍ଟ କରାଯାଏ କମ୍ୟୁଟେଡ୍ ଲିଭ୍ର। ତାର ରହିଲା ପୁଣି କମ୍ୟୁଟେଡ୍ ଲିଭ୍, ସେ ରୁଲ୍ ନମ୍ବର 9 ରହିଲା ଇଟ୍ ଗ୍ରାଣ୍ଟେଡ୍ ନଟ୍ ଏକ୍ସିଡିଂ ହାଫ୍ ଅଫ୍ ଦ ଆମାଉଣ୍ଟ ଅଫ୍ ଦ ହାଫ୍ ପେ ଲିଭ୍ ଡ୍ୟୁ। କମ୍ୟୁଟେଡ୍ ଲିଭ୍ କ୍ୟାନ୍ ବି ଗ୍ରାଣ୍ଟେଡ୍ ଅନ୍ ମେଡ଼ିକାଲ୍ ସାର୍ଟିଫିକେଟ୍। କେବଳ କମ୍ୟୁଟେଡ୍ ଲିଭ୍ ଯେ ମେଡ଼ିକାଲ୍ ସାର୍ଟିଫିକେଟ୍ରେ ଆପଣଙ୍କୁ ଦିଆଯାଏ। ଇଟ୍ ଇଜ୍ ଲିମିଟେଡ୍ ଟୁ ଏ ମ୍ୟାକ୍ସିମମ୍ ଅଫ୍ 240 days ଡ୍ୟୁରିଂ ଦ ଏଣ୍ଟାୟାର ସର୍ଭିସ୍ ପିରିୟଡ଼। କେମିତି ନା 240 ଦିନ ଏଣ୍ଟାୟାର ସର୍ଭିସ୍ କାଳରେ ଆପଣଙ୍କୁ 240 ଦିନ କମ୍ୟୁଟେଡ୍ ଲିଭ୍ ଦିଆଯାଏ କେବଳ ମେଡ଼ିକାଲ୍ ଗ୍ରାଉଣ୍ଡରେ। ତାପରେ କ'ଣ, ଯଦି ଆମ ସାଙ୍ଗର ନେବା ଇଏଲ୍ ନେବା, ଆପଣଙ୍କ ଇଏଲ୍ ସରିଯାଇଛି, ଯଦି ଇଏଲ୍ ଆଉ ଆପଣଙ୍କ ଆକାଉଣ୍ଟ ନାହିଁ, ତାହେଲେ କମ୍ୟୁଟେଡ୍ ଲିଭ୍ ବି ଆପଣ ନେଇପାରିବେ। କେତେ ଦିନ? 2ଟା ନେଇପାରିବେ। ଆପଣଙ୍କ 240 ଦିନ, 240 ଦିନ ଆପଣ ନେଇପାରିବେ। 240 ଦିନ ଏକ୍ସିଡିଂ ହେବ ନାହିଁ। କଞ୍ଜକ୍ସନ୍ ସେଲ୍ ନଟ୍ ବି ଏକ୍ସିଡେଡ୍ 240 ଦିନ ଆପଣ ନେଇପାରିବେ ଏଟ୍ ଏ ଟାଇମ୍। ତାପରେ ଆଉ ନେଇପାରିବେ ନାହିଁ। ଏଇଟା ସେଇଭଳିଆ ଯଦି ସେ ଦେଇଛି, ଯଦି ଆପଣ କମ୍ୟୁଟେଡ୍ ଲିଭ୍ ତା ହାଫ୍ ପେ ଲିଭ୍ ସେ କନଭର୍ଟ କରୁଛନ୍ତି କମ୍ୟୁଟେଡ୍ ଲିଭ୍, ତେଣୁ ଗୋଟେ ଡକୁମେଣ୍ଟ ଦରକାର ମେଡ଼ିକାଲ୍ ସାର୍ଟିଫିକେଟ୍ ସହ ଆପଣଙ୍କର କନଭର୍ଟ ହେଇପାରିବ। ହଁ, ହାଫ୍ ପେ ଲିଭ୍ କ'ଣ ଏଇଟା ହୁଏନ୍ କମ୍ୟୁଟେଡ୍ ଲିଭ୍ ଇଜ୍ ଟେକେନ୍ ଡବଲ୍ ଦ ନମ୍ବର ଅଫ୍ ଡେଜ୍ ଆଭେଲ୍ଡ ସୁଡ୍ ବି ଡେବିଟେଡ୍ ଟୁ ଦ ହାଫ୍ ପେ ଲିଭ୍। ହାଫ୍ ପେ ଲିଭ୍ର ଡବଲ୍ ହେବ କମ୍ୟୁଟେଡ୍ ଲିଭ୍। ଧର ଆମର 20 ଦିନ ଆପଣଙ୍କ ହାଫ୍ ପେ ଲିଭ୍ ହେଇଛି, ତାହେଲେ ସେଇଟା ଡବଲ୍ଟା, ତାହେଲେ 10 ଦିନ ଆପଣ କମ୍ୟୁଟେଡ୍ ଲିଭ୍ ସାଙ୍ଗରେ ସମାନ। ହାଫ୍ ପେ ଲିଭ୍ କମ୍ୟୁଟେଡ୍ ଇଜ୍ ଟେକେନ୍ ଡବଲ୍ ଦ ନମ୍ବର ଅଫ୍ ଡେଜ୍ ସୁଡ୍ ବି କ୍ରେଡିଟେଡ୍ ଇନ୍ ଦ ହାଫ୍ ପେ ଲିଭ୍। ଏତିକି। ଆଉ ତାପରେ ରହିଲା ଲିଭ୍ ନଟ୍ ଡ୍ୟୁ। ଆଉ ଯାହା ବି ରହିଲା ନେକ୍ସଟ ଭିଡ଼ିଓରେ ଆମେ ଦେଖିବା। ତାପରେ ଯେତିକି ଲିଭ୍ ରହିଲା ଆଉ ଗୋଟେ ଭିଡ଼ିଓ ମୁଁ କରିବି, କାହିଁକିନା ଭିଡ଼ିଓଟା ଲେନ୍ଦି ହେଇଯିବ, ଦେଖିବାକୁ ବି ଭଲ ଲାଗିବନି। ସେଥିପାଇଁ ଆଉ ଗୋଟେ ଭିଡ଼ିଓ ମୁଁ ଆଗକୁ ଗୋଟେ ଦିନ 2 ଦିନ ପରେ ଆପଣଙ୍କୁ ମୁଁ ସେୟାର କରିବି। ଲିଭ୍ରେ ଯେତିକି ଲିଭ୍ ଅଛି ସେଟା ସବୁ ତ ଆମର ଜାଣିବା ଦରକାର, ତେବେ କି ଦେଖିନେବା। କିନ୍ତୁ ଇମ୍ପୋର୍ଟାଣ୍ଟ ମୁଁ କହୁଛି ଇଏଲ୍ ରହିଛି, ଆଡ଼ିସନାଲ୍ ଇଏଲ୍ ରହିଛି, ସିଏଲ୍ ରହିଛି, ପିଏଲ୍ ରହିଛି, ଆଉ ଆମର HPL ବା ହାଫ୍ ପେ ଲିଭ୍ ରହୁଛି, କମ୍ୟୁଟେଡ୍ ଲିଭ୍ ରହିଛି। ସେଇଟା ଇମ୍ପୋର୍ଟାଣ୍ଟ, ସେଇଟା ଜାଣିବା କଥା। ଆଉ ଯାହାର ବି କିଛି ଡାଉଟ୍ ରହିବ, ବୁଝିପାରିବନି, ଜାଣିପାରିବନି, ସେଇଟା ମୋତେ କମେଣ୍ଟ ସେକ୍ସନ୍ରେ ବି କହିବେ, ମୁଁ ରିପ୍ଲାଏ ଦେବି। ତାପରେ ଆଉ ଗୋଟେ କଥା, ଭିଡ଼ିଓ ଯଦି ଲେଟ୍ ହେଉଛି ବା ଭିଡ଼ିଓ ମୁଁ ଆଣିପାରୁନି, ସେଟା ତ ଟାଇମ୍ ହେଉନି ପ୍ରାୟ ଟାଇମ୍ର, ଏବେ ରେଗୁଲାର ଭିଡ଼ିଓ ସେୟାର କରିବି। ଆଉ ଯାହା ବି କିଛି ଡାଉଟ୍ ରହିବ ଆପଣ ଏକ୍ଜାମ୍ ବିଷୟରେ ମୁଁ କମେଣ୍ଟରେ ଜଣାଇବେ, ମୁଁ ରିପ୍ଲାଏ ଦେବି। ଦ୍ୱିତୀୟ କଥା, ଆଉ ତୃତୀୟ କଥା ହେଲା ଆପଣଙ୍କର ଫିଜିକାଲ୍ ଉପରେ ବି କହିଲେ ମୁଁ କମେଣ୍ଟରେ ରିପ୍ଲାଏ ଦେବି। ଚାଲନ୍ତୁ ପୁଣି ଆଉ ଗୋଟେ ଭିଡ଼ିଓରେ ଦେଖା ହେବେ, ଯେଉଁ ଆମର ରହିଗଲା ଯେତିକି ଲିଭ୍ ତା ଭିତରେ ମୁଁ ତାକୁ ଡିସ୍କସ୍ କରିବି। ସେଟା ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖିକି ଜାଣନ୍ତୁ କେତେଟା ଆମର ଲିଭ୍ ରହୁଛି, ଆଉ କେତେଟା ଆମେ ଯେମିତି ସାଲାରିକି ଦେଖିବା ପାଇଁ ଏତେ ଭଲ ପାଇଥିଲେ, ସାଲାରି କେତେ ଆସୁଛି କେତେ ଯାଉଛି ସେଇଟା ଦେଖିବା ପାଇଁ ଲିଭ୍ ବି ଜାଣନ୍ତୁ, କେତେ ଦିନ ଆମର ଛୁଟି ମିଳୁଛି ପୋଲିସ୍ ଡିପାର୍ଟମେଣ୍ଟରେ, ଆଉ ସେଇଟା ଆମେ କେମିତି ଆଭେଲ୍ କରିପାରିବା, କେମିତି ଯିବା, ସେ ବିଷୟରେ ବି ମୁଁ କହିଛି। ରହିଲି, ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବା। ଆଉ ଯେତିକି ଲିଭ୍ ସେଇଟା